ଯେ କାଲି ରାଜ୍ୟସଭା ଇଲେକ୍ସନ ପାଇଁ ବୈଠକ ଥିଲା ବିଧାୟକ ଦଳର ବିଧାୟକ ମାନଙ୍କର। ଏଥିରେ ଆମର ପ୍ରଭାରୀ ଆସିଥିଲେ ଲାଲୁଜୀ ଭକ୍ତ ଦାସ ଆମର ସଭାପତି ଏବଂ ଆମର ବିଧାୟକ ଦଳର ନେତା ରାମକାଳା ମଧ୍ୟ ଥିଲେ, ସବୁ ବିଧାୟକ ଥିଲେ। କିନ୍ତୁ ମୁଁ ଦୁଇଟା ମିଟିଂ ଆଗରୁ ଫିକ୍ସ ହେଇଯାଇଥିଲା, ପହଞ୍ଚିଲା ବେଳେ ଲେଟ୍ ହେଇଗଲା। ଆକୁ ଧରି କଳ୍ପନା ଜଳ୍ପନା ଦୁନିଆ ଜିନିଷ ଏ ଜିନିଷ ହେଉଛି। ମୁଁ କହିବା କଥା ଯେ ଦଳ ଯାହାକୁ ସମର୍ଥନ କରିବା ପାଇଁ କହିବେ ଆମେ ତାଙ୍କୁ ସମର୍ଥନ ଦେବୁ କରିବୁ, ଏହା ହେଉଛି କଥା। କାଲି 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 ଆପଣଙ୍କର ଆବସେଣ୍ଟ ନେଇକି ଚର୍ଚ୍ଚା ହେଉଛି, ଆପଣ ତ କହିସାରିଛନ୍ତି। ଆପଣଙ୍କର ଆଭିମୁଖ୍ୟଟା କ'ଣ ରାଜ୍ୟସଭା ପାଇଁ ଦଳ ଯାହାକୁ ନିଷ୍ପତ୍ତି କରି ସମର୍ଥନ କରିବା ପାଇଁ କହିବେ ଆମେ ତାଙ୍କୁ ସହଯୋଗ କରିବୁ। ଡାକ୍ତର ହୋତାଙ୍କ କଥା ବି ଆପଣଙ୍କ ଦଳ କହିବେ। ଡାକ୍ତର ହୋତାଙ୍କ କଥା କହିଛନ୍ତି, ମୋତେ ନରସିଂହ ମିଶ୍ର ସାର୍ ମଧ୍ୟ କହିଥିଲେ କାଲି 10ଟା ବେଳେ। ମୁଁ କହିଲି ଦୁଇଟା ସଭା ଅଛି ସରେଇକି ମୁଁ ପହଞ୍ଚିବା ପାଇଁ ଚେଷ୍ଟା କରିବି ସେ ବୈଠକରେ, କିନ୍ତୁ ପହଞ୍ଚି ପାରିନଥିଲି। ତାକୁ ଧରିକି କଳ୍ପନା ଜଳ୍ପନା ଦୁନିଆ ଜିନିଷ ଚାଲିଛି। ସକାଳୁ ମିଡ଼ିଆ 10-12 ଜଣ ମିଡ଼ିଆ ଆସିଲେଣି, ତାକୁ ମଧ୍ୟ କହିଛି ଯେ ଦଳ ଯାହା ନିଷ୍ପତ୍ତି ନେବ ଆମେ ତା କାର୍ଯ୍ୟ କରିବୁ। କାହିଁକି ଆପଣଙ୍କୁ ନେଇକି ଚର୍ଚ୍ଚା ହେଉଛି? ବୋଲେ କାଲି ମୁଁ ପହଞ୍ଚି ପାରିଲିନି ବୋଲି ଚର୍ଚ୍ଚାଟା ହେଉଛି। ନା ଆଉ କିଛି କାରଣ ନାହିଁ। କାଲି ମୁଁ ସେ ଭାଷଣରେ ମଧ୍ୟ କହିଛି ଯେ ରାଜ୍ୟସଭା ବୈଠକ ଅଛି ମୁଁ ଯିବି ତୁରନ୍ତ ବୋଲି, କିନ୍ତୁ ହେଲେ ମଧ୍ୟ ଆସିଲା ବେଳେ ପହଞ୍ଚି ପାରିନଥିଲି। ନା କ୍ଲିନ୍ କିଛି ନାହିଁ ଏମିତି ବେଳେବେଳେ ପ୍ରତ୍ୟେକ ଲୋକଙ୍କର ପ୍ରତ୍ୟେକ ଘରେ ମଧ୍ୟ ଏପରି ଟିକେ କଥାବାର୍ତ୍ତା କେତେବେଳେ କେମିତି ଇଆଡେ ସିଆଡେ ହୁଅନ୍ତି। ତା ବୋଲି ଆମ ଦଳର ସଭାପତି ଆମେ ତାଙ୍କୁ ସମ୍ମାନ ଜଣାଇବା ସହିତ ଆମେ ମିଶିକି ରହିଛୁ, ମିଶିକି କାର୍ଯ୍ୟ କରୁଛୁ। ଏଇଟା ଗୋଟେ ପଦାରେ ଗୋଟେ ହାଉଲିଂ ହେଇଯାଇଛି ଯେ ତା ସଭାପତିଙ୍କୁ ମୋତେ ପଡ଼ୁନି। ମୁଁ ତାଙ୍କୁ ବଡ଼ ଭାଇ ହିସାବରେ ରେସ୍ପେକ୍ଟ ଦିଏ ଏବେ ନାହିଁ ଆଗରୁ, ଏବଂ ତାଙ୍କୁ ସମ୍ମାନ ମଧ୍ୟ କରେ। ସେମିତି କିଛି ନାହିଁ। ନା ଆର ବେଶ କିଛି ନାହିଁ। ଯୋଉ ଚର୍ଚ୍ଚା ବାହାରେ ଗୋଟେ ବାଜୁଛି, ଭିତର କଥା କିଏ ଜାଣିନେ। ମୁଁ ତ ଏତେ ମିଡ଼ିଆକୁ ଆସିବା ଲୋକ ନୁହେଁ, ସେଥିପାଇଁ ଯାଉ ଆପଣମାନେ ପଳେଇ ଆସିଲେ ଆଜି କ୍ଲିୟର ହେଇଗଲା। ଗୋଟେ ଭଲ ବାର୍ତ୍ତାଟି ଯିବ ସମାଜ। କଂଗ୍ରେସ ସହିତ ରହିଛି ରହିବି, ରାଜ୍ୟସଭାରେ ମଧ୍ୟ ସମର୍ଥନ ଦଳ ଯାହା କହେ ତାକୁ ସମର୍ଥନ କରିବୁ।